15 ଅଗଷ୍ଟ ହେଉଛି ସେହି ଐତିହାସିକ ଦିନ ଯେଉଁ ଦିନ ଦେଶ ଦେଖିଥିଲା ସ୍ୱାଧୀନତାର ପ୍ରଥମ ସୂର୍ଯ୍ୟୋଦୟ। ସେବେଠାରୁ ପ୍ରତିବର୍ଷ ସ୍ୱାଧୀନତା ଦିବସରେ ତ୍ରିରଙ୍ଗା ଉତ୍ତୋଳନ କେବଳ ପରମ୍ପରା ନୁହେଁ, ବରଂ ସ୍ୱାଧୀନତା ଓ ଜାତୀୟ ଗୌରବର ପ୍ରତୀକ ପାଲଟିଛି। ତ୍ରିରଙ୍ଗାକୁ ଦେଖିଲେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଦେଶ ପାଇଁ ଗର୍ବ ଓ ଅସୀମ ଦେଶପ୍ରେମର ଭାବନା ଜାଗ୍ରତ ହୁଏ। ତ୍ରିରଙ୍ଗା ଆମକୁ ସେହି ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇ ଦିଏ, ଯାହାଙ୍କ ସଂଘର୍ଷ ଫଳରେ ଭାରତ ଔପନିବେଶିକ ଶାସନରୁ ମୁକ୍ତି ପାଇଥିଲା। ସେଥିପାଇଁ ତ୍ରିରଙ୍ଗା ଉତ୍ତୋଳନ କେବଳ ଏକ ପରମ୍ପରା ନୁହେଁ, ଏହା ସ୍ୱାଧୀନ ଭାରତର ଗୌରବମୟ ଯାତ୍ରାର ପ୍ରତୀକ। ନିୟମ ଅନୁସାରେ ଜାତୀୟ ପତାକାକୁ ସଠିକ୍ ଭାବେ ଉତ୍ତୋଳନ କରିବା ଏବଂ ସମ୍ମାନର ସହ ଧୀରେ ଧୀରେ ଅବତରଣ କରିବା ଉଚିତ। ପତାକା ସିଧା ଭାବେ ପ୍ରଦର୍ଶିତ ହେଲେ ନାରଙ୍ଗୀ ରଙ୍ଗ ସର୍ବଦା ଉପରେ ରହିବ। ଆଜି ଦେଶର ପ୍ରତ୍ୟେକ ନାଗରିକ ଜାତୀୟ ପତାକା ଉତ୍ତୋଳନ କରିପାରିବେ। ଫ୍ଲାଗ କୋଡର ସଂଶୋଧନ ପରେ ସାଧାରଣ ନାଗରିକ, ବେସରକାରୀ ସଂସ୍ଥା, କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଯେକୌଣସି ଦିନ, ଏପରିକି ରବିବାର ଓ ଅନ୍ୟ ଛୁଟି ଦିନରେ ମଧ୍ୟ ତ୍ରିରଙ୍ଗା ଉତ୍ତୋଳନ କରିପାରିବେ। ତେବେ ଫ୍ଲାଗ କୋଡର ସମସ୍ତ ନିୟମ ପାଳନ କରିବା ଅନିବାର୍ଯ୍ୟ। ଜାତୀୟ ପତାକା ସର୍ବଦା ସଫା, ଅକ୍ଷତ ଓ ମର୍ଯ୍ୟାଦାପୂର୍ଣ୍ଣ ଅବସ୍ଥାରେ ରହିବା ଆବଶ୍ୟକ। ବୁଣା କପଡ଼ା ସହ କଟନ, ପଲିଷ୍ଟର, ଉଲ୍ ଓ ସିଲ୍କରେ ମଧ୍ୟ ତ୍ରିରଙ୍ଗା ତିଆରି ହେଉଛି। ତ୍ରିରଙ୍ଗାକୁ କେବେ ବି ମାଟି, ପାଣି କିମ୍ବା ଚଟାଣକୁ ସ୍ପର୍ଶ କରିବାକୁ ଦିଆଯିବ ନାହିଁ। ଏହାକୁ ସର୍ବଦା ଏଭଳି ସ୍ଥାନରେ ଉତ୍ତୋଳନ କରାଯିବା ଉଚିତ ଯେପରି ଏହା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବ ଏବଂ ଅନ୍ୟ କୌଣସି ବସ୍ତୁ କିମ୍ବା ପତାକା ଦ୍ୱାରା ଢାଙ୍କି ହେବ ନାହିଁ। ଫ୍ଲାଗ କୋଡ୍ ଅନୁସାରେ ତ୍ରିରଙ୍ଗାକୁ କୌଣସି ବ୍ୟକ୍ତି କିମ୍ବା ବସ୍ତୁକୁ ସଲାମି ଦେବା ପାଇଁ ନୁଆଇଁ ହେବ ନାହିଁ। ଏହାକୁ କେବେ ବି ଓଲଟା ଉଡ଼ାଯାଇପାରିବ ନାହିଁ। ବ୍ୟାବସାୟିକ ପ୍ରଚାର, ସାଜସଜ୍ଜା, ପୋଷାକ, ଟେବୁଲ କ୍ଲଥ୍ କିମ୍ବା ଅନ୍ୟ କୌଣସି ବସ୍ତୁ ଭାବେ ଜାତୀୟ ପତାକାର ଅନୁଚିତ ବ୍ୟବହାର ନିଷିଦ୍ଧ। ସରକାରୀ କିମ୍ବା ସାମରିକ ସମ୍ମାନ ସହ ହେଉଥିବା ଅନ୍ତ୍ୟେଷ୍ଟିକ୍ରିୟାକୁ ଛାଡ଼ି କୌଣସି ଯାନ, ଅଟ୍ଟାଳିକା କିମ୍ବା ମଞ୍ଚକୁ ଢାଙ୍କିବା ପାଇଁ ତ୍ରିରଙ୍ଗା ବ୍ୟବହାର କରାଯାଇପାରିବ ନାହିଁ। ପତାକା ଉପରେ କୌଣସି ଲେଖା, ଚିତ୍ର କିମ୍ବା ଚିହ୍ନ ଲଗାଇବା ମଧ୍ୟ ନିୟମ ବିରୋଧୀ। ତ୍ରିରଙ୍ଗାର ସମ୍ମାନ କେବଳ ଦେଶପ୍ରେମର ବିଷୟ ନୁହେଁ, ଏହା ଆମର ଆଇନଗତ ଦାୟିତ୍ୱ ମଧ୍ୟ। ଜାତୀୟ ପତାକାର ଅପମାନ କିମ୍ବା ନିୟମ ଉଲ୍ଲଂଘନ କଲେ ପ୍ରିଭେନ୍ସନ୍ ଅଫ୍ ଇନସଲ୍ଟସ୍ ଟୁ ନ୍ୟାସନାଲ ଅନର ଆକ୍ଟ 1971 ଅନୁସାରେ ଦଣ୍ଡବିଧାନ କରାଯିବାର ପ୍ରାବଧାନ ରହିଛି। ଆମ ତ୍ରିରଙ୍ଗାର ପ୍ରତ୍ୟେକ ରଙ୍ଗରେ ରହିଛି ଭାରତର ଆତ୍ମା। ମଝିରେ ରହିଛି ସୌର୍ଯ୍ୟର ପ୍ରତୀକ ଅଶୋକ ଚକ୍ର। ଆଉ ଏହି ପତାକା କୋଟି କୋଟି ଭାରତୀୟଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ସ୍ୱାଧୀନତା ଦିବସରେ କେବଳ ତ୍ରିରଙ୍ଗା ଉତ୍ତୋଳନ ନୁହେଁ, ଏହାର ମର୍ଯ୍ୟାଦା ଓ ସମ୍ମାନ ରକ୍ଷା କରିବାର ସଂକଳ୍ପ ନେବା। ଆମ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗକୁ ସ୍ମରଣ କରି ଦେଶର ଏକତା, ଅଖଣ୍ଡତା ଓ ଗୌରବକୁ ସର୍ବଦା ଉଚ୍ଚରେ ରଖିବା।